ମୁଁ ଆଜି ସେ ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓରାଳ ଗ୍ରାମ ପଞ୍ଚାୟତର ସାନାଲା ଗ୍ରାମରେ ମୁଁ ଆଜି ପହଞ୍ଚିଛି। ମୁଁ ଏଠି ଦେଖିଲି ଯେ ଗୋଟେ ପାରମ୍ପରିକ ଅନୁସାରେ ଏଠି ବହୁ ଦିନ ଧରି ଠାକୁର ପୂଜା ଜାରି ରହିଥାଏ। ଆଜି ମୁଁ ସେହି ସ୍ଥାନରେ ଆସି ପହଞ୍ଚିଛି। ମୁଁ ସେ ଗ୍ରାମର ଜଣେ ବୟସ୍କ ମୁରବୀ, ବୟସ୍କ ଲୋକଙ୍କ ଠାରୁ ଆଜି ସେହି ପ୍ରଭୁଙ୍କର ବିଷୟରେ କ'ଣ କହିବେ ମୁଁ ଆଜି ବକ୍ତବ୍ୟ ସେ ବାବୁଙ୍କ ଠାରୁ ନେଉଛି ତାଙ୍କ ପରିଚୟ ସହିତ। ଆଜ୍ଞା, ଆପଣଙ୍କ ପରିଚୟ ଟିକେ ପ୍ରଦାନ କରିବେ। ମୋ ନାଁ କାଶୀନାଥ ସାହୁ, ଓରାବଳ ପଞ୍ଚାୟତ ସାନଲା ଗ୍ରାମର ଲୋକ। ଆଜ୍ଞା, ଏ ଯେଉଁ ଠାକୁର କେଉଁ ଠାକୁର ଭାବରେ ପୂଜା କରାଯାଉଛି କେତେ ବର୍ଷ ଧରିକି? ଇଏ ଠାକୁର ମାନେ କେଉଁ ଘଟଣାର ବାପ ସାନ୍ତଳ ତା ବାପ ସାନ୍ତଳ ଠାକୁର ଆମେ କରୁଥିଲୁ। ଆଉ ଏବେ ମୂର୍ତ୍ତି କରିକି କରୁଛୁ, କିଛି ସହଯୋଗ କିଛି ନାହିଁ। ଯେତିକି ପାରୁଛୁ ସେତିକି କରୁଛୁ। ବହୁତ ଦିନର ମାନେ କହିହେବନି। ମୋ ଅମଳ ମୋତେ 83 ବର୍ଷ ହେଲାଣି। ସିଏ ଆହୁରି କେତେ ବର୍ଷ ପୂର୍ବରୁ ସିଏ କରିଥିଲେ ଅନୁଷ୍ଠାନ। ଆମର ଏଇଟା ହେଲା ପାରମ୍ପରିକ କଥା। ତେଣୁ ମୁଁ ଆଉ ଯାହା ଯେମିତି ଚଲାଉଛୁ ସେଇ ରକମ। ଆଉ ଆମର ଏଠି 5-7 ଘର ହେବେ। ଆଉ ସେ ଅନୁସାରେ ଆମେ ଯେତିକି ପାରୁଛୁ ସେତିକି କରୁଛୁ। ଆଉ ଠାକୁର ପୂଜାଟା କରିବୁନି କେମିତି? ଖାଉ ନ ଖାଉ ଯାହା କରୁ, ଠାକୁର ପୂଜା ଆମର ଇଷ୍ଟ ଦେବତା, ଆମେ ପୂଜା କରୁ। ଆପଣଙ୍କର ଏଠି ସରକାର ସାହାଯ୍ୟ ସହଯୋଗ କିଛି କରନ୍ତି କି ସରକାର ତରଫରୁ? ନାହିଁ, ସରକାର ତରଫରୁ କିଛି ସାହାଯ୍ୟ ନାହିଁ। ସରକାର ତରଫରୁ ନାହିଁ। ନା, ଆପଣଙ୍କର ଯାହା ଯେଉଁ 4-5 ଘର ରହିଲେ ସେଇ 5 ଜଣ ଭିତରେ ଆପଣଙ୍କର ଠାକୁର ପୂଜା କାର୍ଯ୍ୟ କରନ୍ତି। ହଁ। ଆପଣଙ୍କର ଏଠି ଯେଉଁ କହିଲେ ଇଏ ଠାକୁର କ'ଣ ତାଙ୍କର ନୀତି ନିୟମ, ଏଠି କ'ଣ କ'ଣ ସାଂସ୍କୃତିକ କାର୍ଯ୍ୟକ୍ରମ କରନ୍ତି, କେତେ ଦିନ ଧରି ହୁଏ? ଇଏ ଆମର 3 ଦିନ ଧରି ହୁଏ, ବୁଝିଲ ନା। ସାଂସ୍କୃତିକ କାର୍ଯ୍ୟକ୍ରମ ଇଏ ପିଲାମାନେ ଯେଉଁମାନେ ସବୁ ଅଛନ୍ତି ପାଖ ଆଖ, ଆଜ୍ଞା, ତାଙ୍କୁ ଡାକିଲେ ସେ ଆସି ଟିକେ କୀର୍ତ୍ତନ ଫୀର୍ତ୍ତନ କରନ୍ତି। ପ୍ରଭୁଙ୍କର ନାମ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହା ବୋଲିକି 2-4 ପଦ ବୋଲିକି ଆଉ ଭଜନ ଜଣାଣ ବୋଲିକି ସେମାନେ ବହୁତ ଆରାଧନା କରିକି ସେମାନେ ଯାଆନ୍ତି। ଆମେ ଏଠି ଶୁଣିଲୁ ଆପଣଙ୍କର 3 ବର୍ଷ ହେଲା ଏଠି ଚତୁର୍ଥ ପରି ନାମ ସଂକୀର୍ତ୍ତନ ଗୋଟେ ଜାରି ରହୁଛି। ହଁ। ଆଜ୍ଞା, ଏ ଚତୁର୍ଥ ପରିଟିରେ ଯେଉଁ ନାମ ସଂକୀର୍ତ୍ତନ କରୁଛନ୍ତି ଏ ପ୍ରଭୁଙ୍କ ଉଦ୍ଦେଶ୍ୟରେ, ଆପଣ ଜଣେ ବରିଷ୍ଠ ଭାବରେ ମୁଁ ଜାଣିଛି କଳାକାର। ଇଏ ଆପଣ ଯାହା ଆମେ ଜାଣିଛୁ 83 ବର୍ଷରେ ଆପଣ ଆଜି ପଦାର୍ପଣ କରିଛନ୍ତି। କିନ୍ତୁ ଆପଣଙ୍କୁ ଆମେ ଯାହା ଜାଣିଛୁ ସେ ଚତୁର୍ଥ ପରିରେ ହେଉ କି ଆପଣଙ୍କର ଅବଦାନ ଜଣେ ସଙ୍ଗୀତ କଳାକାର ଭାବରେ ବି ମୁଁ ଜାଣିଛି। ଆପଣ ସେ ବିଷୟରେ ଟିକେ କ'ଣ କହିବେ? ସେ ବିଷୟରେ କ'ଣ କରିବେ? ଆଖପାଖ ପିଲାମାନଙ୍କୁ ଡାକ, ସେମାନେ ଅବଶ୍ୟ ନିଜ ଗ୍ରାମର ପିଲା, ସେମାନେ ଆସିକିନି ଏଠି କୀର୍ତ୍ତନ ଫୀର୍ତ୍ତନ କରିକିନି ଭଜନ ଫଜନ କରିକିନି ସେମାନେ ଯାଆନ୍ତି। ଭଜନ କାର୍ଯ୍ୟ? ହଁ, ଭଜନ କାର୍ଯ୍ୟ ଜାରି ରହେ। କାହିଁକି ଭଜନ କାର୍ଯ୍ୟ ଜାରି ନ କଲେ ପ୍ରଭୁଙ୍କର ନାଁ ଟିକେ କର୍ଣ୍ଣରେ ବାଜିବ। ତେଣୁ ସେ ହିସାବରେ ଭଜନ କର୍ମ କାର୍ଯ୍ୟକ୍ରମ ହେଉଛି। ଯାହା ହଉ, ଆମେ ଆଜି ଜଣେ ବରିଷ୍ଠ ମୁରବୀଙ୍କ ଠାରୁ ଶୁଣିଲୁ। ଆଜି ଜଣେ 83 ବର୍ଷର ଲୋକ, ସିଏ ଆଜି ତାଙ୍କର ଯାହା କହିଲେ ଆପଣମାନେ ଜାଣିପାରୁଥିବେ ଭିଜୁଆଲ ମାଧ୍ୟମରେ। ଏଠି ସରକାର ଅନୁଦାନ, ସରକାରଙ୍କର ଏତେ କାର୍ଯ୍ୟକ୍ରମ ଜାରି ରଖିଥିଲେ ମଧ୍ୟ ଇଏ ଗୋଟେ ପୁରାତନ ପ୍ରାଚୀନ ଏ ଅନୁଷ୍ଠାନ ଏ ଗ୍ରାମର, ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ବା ଏ ଧର୍ମକର୍ମ ଅନୁଷ୍ଠାନକୁ 5 ଟଙ୍କା ଦେଇନାହାନ୍ତି। ସେ ତାଙ୍କ ମୁଖରୁ ଏବେ କହୁଥିଲେ। ଏଥିପ୍ରତି ସରକାର ପ୍ରଶାସନ ଦୃଷ୍ଟି ଦେବେ ବୋଲି ମୁଁ ଯାଜପୁର ଜିଲ୍ଲାରୁ ରତିକାନ୍ତ ଜେନା NB ଲାଇଭ୍ TV ତରଫରୁ ଆପଣଙ୍କୁ ଅବଗତ କରାଉଛି। ଏ ଅନୁଷ୍ଠାନ ପ୍ରତି ଯାହାକି ସମାଧାନ ଦେଇ ଏ ଧର୍ମପୀଠକୁ ଆଗେଇ ନେବା ପାଇଁ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି, ପ୍ରଶାସନ ପାଖରେ ଉପସ୍ଥାପନ କରୁଛି। ସାମ୍ବାଦିକ ବର୍ଷା ଦବା ସାମ୍ବାଦିକ ପୂଜା ନା ଆସ।
ସାମ୍ବାଦିକ ବର୍ଷା ଦବା ସାମ୍ବାଦିକ ନନା ପୂଜା ନା ଆସ